ସେ ଆସିବା ଚକ୍କରରେ ଇଏ ଦେହ ଉପରେ ନଜର ପକାଇ ଦେଇଛି। ଲେଡ଼ିଜ୍ ପୁଲିସ୍ ଅଫିସର ତାକୁ କେମିତି ଧରୁଛନ୍ତି? ସେ ଗୋଟେ ନାରୀ ହେଇକି କେମିତି ଏମିତି କରିପାରୁଛନ୍ତି? ତାଙ୍କ ଛାତିରେ ପାହାର ହେଇଛି, କଥା ହେବା ତା ବିଷୟରେ। ତାକୁ ନେଇକି ଗଲେ ବ୍ଲଡ଼ ବି ବାହାରୁଛି, ବ୍ଲଡ଼ ବି ସଫା କରାଇନି ଠିକ୍ ସେ, ଯେମିତି ବ୍ଲଡ଼ଟା ବାହାରୁଛି ଏମିତି କରାଯାଏନି ଆଜ୍ଞା। ତାକୁ ମାରିବାର ଚକ୍ରାନ୍ତ ଚାଲିଛି। ମୋତେ 2 ଦିନ ହେଲା ନିଦ ନାହିଁ ମୋତେ, ମୁଁ ଏ ଜିନିଷ ପାଇଁ। ତେଣୁକରି ମୋର କଥାବାର୍ତ୍ତା ଆପଣ ଭଏସ୍ ଦେଖୁଥିବେ, ମୁଁ ସିଷ୍ଟମେଟିକାଲି କିଛି କହୁନି, ପୁରା କାହାଣୀକୁ ବୁଲେଇ ବୁଲେଇ ଚାଲିଛି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଚାମେଲି ଓଝା ମହାକାଳ ପଡ଼ାର ମହାନେତ୍ରୀ ଚାମେଲି ଓଝା ବୋଲି ମୁଁ କହିବି। ସେ ଚିଠିରେ ସିଏମ୍କୁ, ମାନ୍ୟବର ସିଏମ୍କୁ କ'ଣ ଲେଖିଥିଲା? ସିଏମ୍ ମାନେ ଚିଫ୍ ମିନିଷ୍ଟର, ମାନେ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନ ଫୁଲ ଦଳରେ ଯିଏ ଅଛନ୍ତି ଆମ କେନ୍ଦୁଝରର ହିଁ। କ'ଣ ଲେଖିଥିଲା ଦେଖନ୍ତୁ। 2017ରୁ ଚାମେଲି ଓଝା ବିଜେପିରେ କାମ କରୁଛି। କ'ଣ ଲେଖିଛି ଦେଖନ୍ତୁ। ମୁଁ ଜଣେ ଝିଅ ହେଇଥିବାରୁ ଦଳ ପାଇଁ କାର୍ଯ୍ୟ କରିବା ସମୟରେ 2017ରୁ ବିଜେପି ପାଇଁ ମହାକାଳପଡ଼ାରେ କାର୍ଯ୍ୟ କରିବା ସମୟରେ ଆମ ଦଳର ବିଧାୟକ ମୋ ଠାରୁ ଅନେକ କିଛି ପାଇବାକୁ ଆଶା କରିଥିଲେ। ହରି 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 ହରି, କ'ଣ ଏମିତି ପାଇବା ପାଇଁ ଆଶା କରିଥିଲେ? ମୁଁ ଜଣେ ଝିଅ ହେଇଥିବାରୁ। ଆରେ ପାଇବାର ଆଶା ତ ହେବ, କାହିଁକିନା ବିଡ଼ିଓ, ବ୍ଲକ ଡେଭଲପମେଣ୍ଟ ଅଫିସର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଉ ଜଣେ ସରପଞ୍ଚ ଭିତରେ ଏଇ ସମ୍ପର୍କ ହେଉଛି ଯେ ଗ୍ରାହକ ଆଉ ଦୋକାନୀ। କିନ୍ତୁ କାହିଁକିନା ପଇସା ପତ୍ର କାରବାର ହେବ, କାହାକୁ ପଇସା ଦିଆହେବ, କ'ଣ ହେବ, ଯିଏ ଦିନ ମଜୁରିଆ କାମ କରୁଛନ୍ତି ସବୁ ସେଇଟା କିଏ ଦେବେ? ବିଡ଼ିଓ ଦେବେ। ଯେହେତୁ ବିଡ଼ିଓ ଦେବେ, ତେଣୁକରି ସରପଞ୍ଚକୁ ଯିବା ପାଇଁ ପଡ଼ିବ ବାରମ୍ବାର, କାଗଜପତ୍ର କାମ ଅଛି। କିନ୍ତୁ ଏଠି କାହିଁକି କହୁଛନ୍ତି ଯେ ମୁଁ ଜଣେ ଝିଅ ହେଇଥିବାରୁ ମୋ ଠାରୁ ଅନେକ କିଛି ପାଇବାର ଆଶା କରିଥିଲେ? କ'ଣ ଏମିତି ପାଇବାର ଆଶା କରିଥିଲେ ଝିଅ ହେଇଥିବାରୁ? ରଙ୍ଗ ମଣି ଦେଖୁଛି, ଚକା ଆଖି ସବୁ ଦେଖୁଛି। କ'ଣ ତମେ ପାଇବା ପାଇଁ ଆଶା କରୁଥିଲ? ପୁଣି ଲେଖୁଛନ୍ତି, ମୋର ସମ୍ମାନକୁ ଦୃଷ୍ଟିରେ ରଖି ଆମ ବିଧାୟକଙ୍କର ଆଶା ପୂରଣ କରିବାରେ ମୁଁ ଅସଫଳ ହେଲି। ଡିଗ୍ନିଟି କଥା ଆସୁଛି ଏଠି, ସମ୍ମାନ କଥା ଆସୁଛି। କିଛି ତ ଅଛି ଯେଉଁଥିପାଇଁ ମୋ ସହିତ କାର୍ଯ୍ୟ କରୁଥିବା ବିଧାୟକଙ୍କ ଆଉ ତାଙ୍କର ସହିତ ବୁଲୁଥିବା କିଛି କୁଜି ନେତାଙ୍କର ନିର୍ଯାତନାର ଆରମ୍ଭ ହେଲା। ଏଇ ଥିଲା ଚିଠି। ମାନେ ସିଧା କହୁଛନ୍ତି ନିର୍ଯାତନାଟା କେଉଁଠୁ ଆରମ୍ଭ ହେଇଛି? ଭିଡ଼ିଓ ଆଉ ତାଙ୍କର କୁଜି ନେତା। କାହିଁକିନା ସିଏ କିଛି ମାଗୁଥିଲେ, ମୁଁ ଦେଇପାରିଲି ନାହିଁ କ'ଣ? ସମ୍ମାନର କଥା, ଆଉ ଦେଇପାରିଲିନି ମୁଁ। ତାପରେ ଆରମ୍ଭ ହୋଇଗଲା। ଏବେ ପୁରା କାହାଣୀ ମୁଁ ଆପଣଙ୍କୁ ଶୁଣାଉଛି, ସମ୍ପୂର୍ଣ୍ଣ କାହାଣୀ ଶୁଣନ୍ତୁ। ମହାକାଳପଡ଼ାରେ ଏଇ ଚାମେଲି ଓଝା ସରପଞ୍ଚ ଭାବରେ ବଡ଼ କଷ୍ଟରେ ସେ ଠିଆ ହେଲେ। ବିଜେପି ପାଇଁ ସେ 2017ରୁ କାମ କରୁଛନ୍ତି। 2017 ଆରମ୍ଭରୁ ଏଇ କାମ ଥିଲା। ଯେତେବେଳେ ତାଙ୍କୁ ତାଙ୍କ ଶରୀର ଉପରେ ନଜର ପକା ହେଲା, ସେ ମନା କଲେ, ମୁଁ କମ୍ପ୍ରମାଇଜ୍ କରିପାରିବିନି। ତ ଏବେ କଥାଟା ହେଇଛି ଏଇଆ ଯେ କିଛି ପୂର୍ବ ଦିନ ଭିତରେ 126ଟି ତାଙ୍କ ପଞ୍ଚାୟତରେ 126ଟି ଘର ଭଙ୍ଗା ହେବା କଥା। ଯେତେବେଳକୁ ଚାମେଲି ଓଝା କହିଲେ ଆମେ ପୁରା ଫୁଲ୍ ସହଯୋଗ କରିବୁ, ଆପଣ ଆସିକି ଘର ଭାଙ୍ଗନ୍ତୁ, କିନ୍ତୁ ପ୍ରଥମରୁ ଲାଷ୍ଟ ପର୍ଯ୍ୟନ୍ତ ଭାଙ୍ଗିବେ। କିନ୍ତୁ ଏମାନେ ଇଣ୍ଟେନ୍ସନାଲି ଗୋଟିଏ ଘର ସେଇ ମଝିରୁ ଭାଙ୍ଗିବା ପାଇଁ ଚାହୁଁଛନ୍ତି। ସିଏ ପୁଣି ଇଣ୍ଟେନ୍ସନାଲି, ମାନେ ଉଦ୍ଦେଶ୍ୟମୂଳକ ଭାବରେ। ତାଙ୍କ ମା କଥା କହିଛନ୍ତି। ଚାମେଲି ଓଝା କହିଲେ ସେମିତି ହେଇପାରିବ ନାହିଁ। ଆପଣ ଉଦ୍ଦେଶ୍ୟମୂଳକ ଭାବରେ କେବଳ ଜଣଙ୍କର ଘର ଭାଙ୍ଗିବେ, ଅନ୍ୟମାନଙ୍କର ଘର ରହିବ, ଏଇଟା କେମିତି ହେଇପାରିବ? ଆମେ ସହଯୋଗ କରିବୁନି, ବରଦାସ୍ତ କରିବୁନି। ଏଇ କଥା ଟିକେ ନେଇକି ସେ ଯାଇଥିଲେ। ଆଉ ଗୋଟେ କଥା ନେଇକି ଯାଇଥିଲେ ଯେ ଯେତେବେଳକୁ ବ୍ଲକର ଗୁଡ଼େ କାମ ହେଉଛି, ଯେତିକି ଦିନ ମଜୁରିଆ ଅଛନ୍ତି, ଯେତିକି କର୍ମକର୍ତ୍ତା ଅଛନ୍ତି, ତାଙ୍କର ପଇସାଟା ସାଙ୍କସନ୍ କେମିତି ହେବ? ବର୍ତ୍ତମାନ ତ ଯାହା ସିଷ୍ଟମ୍ ଆପଣ କରିଦେଲେ, ଯେଉଁ ପଞ୍ଚାୟତ ଇଲେକ୍ସନ୍ ପରେ ସବୁ ପାୱାର ଏମ୍ଏଲ୍ଏ ଆଉ ବିଡ଼ିଓ ପାଖରେ ରହିବ, ବ୍ଲକ ଡେଭଲପମେଣ୍ଟ ଅଫିସର, ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ରହିବ। ଆଉ ସରପଞ୍ଚଙ୍କ ପାଖରେ କିଛି ନାହିଁ। ତେଣୁ ସରପଞ୍ଚଙ୍କୁ ଆସିବାକୁ ପଡ଼ିବ, ବାରମ୍ବାର ଆସିବାକୁ ପଡ଼ିବ। ଲୋକ ଭାବୁଛନ୍ତି କାହିଁକି ଆସୁଥିଲେ? ଏଇ ତ କାମ ନା, ପଇସା ପତ୍ର। ସେ ଆସିବା ଚକ୍କରରେ ଇଏ ଦେହ ଉପରେ ନଜର ପକାଇ ଦେଇଛି, ଯିଏ ବି ହଉ। ତ ସେଇ ଜିନିଷ ହେଇଛି। ଯେତେବେଳେ ସିଏ ଆସିଲେ ମାଗିଲେ ଯେ ପଇସାଟା ଦିଅନ୍ତୁ, ସାଙ୍କସନ୍ ନ କଲେ, ମାନେ ସେ ଆଜି ବୋଲି ନୁହଁ, କେବେଠୁ ଦୌଡ଼ୁଛି, ପଇସାଟା ଦିଅନ୍ତୁ, ସାଙ୍କସନ୍ ନ କଲେ କେମିତି ହେବ?
ତାପରେ ତାଙ୍କର ଗାଳି ଗୁଲଜ ଆରମ୍ଭ ହେଇଛି ଇଏ ସେ କଥା ତାକୁ ଫୁଲ୍ ରେକର୍ଡ଼ କରାହେଇଛି। ଚାମେଲି ଓଝା ଫୁଲ୍ ରେକର୍ଡ଼ କରିଛି। ମୁଁ ତ ଭିଡ଼ିଓ ଫୁଟେଜ୍ ଦେଖାଇ ପାରିବିନି ଆପଣଙ୍କୁ, କିନ୍ତୁ ଯେତିକି ସୋସିଆଲ ମିଡ଼ିଆରେ ଦେଖାହେଉଛି ତାଙ୍କୁ ଯେତେବେଳେ ନିଆ ହେଉଛି ସେ ସ୍ତ୍ରୀ ଯେଉଁ ଲେଡ଼ିଜ୍ ପୁଲିସ୍ ଅଫିସର ତାକୁ କେମିତି ଧରୁଛନ୍ତି? ସେ ଗୋଟେ ନାରୀ ହେଇକି କେମିତି ଏମିତି କରିପାରୁଛନ୍ତି? ତାଙ୍କ ଛାତିରେ ପାହାର ହେଇଛି, କଥା ହେବା ତା ବିଷୟରେ। ତ ସେ ସବୁ ସେ ଭିଡ଼ିଓ ଅଫିସରେ ଯାଇକି ସବୁ ରେକର୍ଡ଼ିଂ କରିଛନ୍ତି। ତାଙ୍କଠୁ ଫୋନ୍ ନିଆ ହେଉଛି ଛଡ଼େଇକି, ଯେମିତିକି ସେ ଠିକ୍ କଥା କହିଥିଲେ ସେ ସରପଞ୍ଚ ଆଜ୍ଞା। ସେ ସରପଞ୍ଚ ଆଉ ଜଣେ କହିଥିଲେ ଯେ ଦ୍ରୌପଦୀକୁ ବସ୍ତ୍ରହରଣ କଲାବେଳେ ତାକୁ ଘେରିକି ଅନ୍ୟମାନେ ଫୋନ୍ଟା ତାଠୁ ନେଉଥିଲେ। ସେ ପୁଣି ତାଙ୍କର ଯେତିକି କୁଜି ନେତା ସେଇ ବିଜେପିର ହିଁ। ଦେଖ ବିଜେପି ମାନେ ଚାମେଲି ଅପା ତୋରି ସମର୍ଥକ, ତୋରି ପାର୍ଟିର ଲୋକ ତୋ ସହିତ କ'ଣ କରୁଛନ୍ତି? ସେ ଫୋନ୍ଟି ତାଠୁ ଛଡ଼େଇ ନିଆ ହେଇଛି କାହିଁକି? ତା ଉପରେ ପୁଣି 302 ଦଫା ଲାଗିଛି, ମାନେ ଆଟେମ୍ପ୍ଟ ମର୍ଡର। କାହାକୁ କାମୁଡ଼ି ଦେଇଛି କି କାହାର ଗଳା ଦାବି ଦେଲା ବୋଲି ତାର ପ୍ରମାଣ ବି କିଛି ନାହିଁ। ପ୍ରମାଣ ଦେଖାନ୍ତୁ, ଖାଲି କହିଦେଲେ ହେଇଯିବ। ଯେ କାମୁଡ଼ି ଦେଲା ବୋଲି ତାକୁ 302 ଦଫା ଲଗାଯାଇଛି ଆଟେମ୍ପ୍ଟ ମର୍ଡର। ମାନେ 302 ମାନେ ବୁଝିପାରୁଛନ୍ତି, ୟାଠାରୁ ବଡ଼ ଆଉ ଦଫା କିଛି ନାହିଁ। ନନ୍ ଭେଲେବୁଲ୍ ୱାରେଣ୍ଟ, ମାନେ ନନ୍ ଭେଲେବୁଲ୍ ବୁଝୁଛନ୍ତି, ମାନେ ଯେମିତି ସେ ଆତଙ୍କବାଦୀ। ତାପରେ ଟାଡ଼ା ଲାଗିଛି ଯେ ସେ କୌଣସି ହାତ ହତିଆର ରଖିଛି। ଇଏ କ'ଣ ଆଜ୍ଞା ନନ୍ ଭେଲେବୁଲ୍ ବୁଝୁଛନ୍ତି? ମାନେ ସେ କୋର୍ଟରୁ ଆସିପାରିବନି, ଆଉ ଘରକୁ ଯାଇପାରିବନି, ବାହାରକୁ ବାହାରି ପାରିବନି, ବେଲ୍ ହେଇପାରିବନି। କ'ଣ ଇଏ ପୁରା କାହାଣୀ ଶୁଣନ୍ତୁ ମୁଁ କହୁଛି, କାହିଁକିନା ମୋ ପାଟିରୁ ବାହାରି ପଡ଼ୁଛି। ମୁଁ ଆଜ୍ଞା 2 ଦିନ ହେଲା ଖାଇ ନାହିଁ ପିଇ ନାହିଁ ଏଇ କାରଣ ପାଇଁ। ମୋତେ ନିଦ ହେଉନାହିଁ, ଖାଲି ଚାମେଲିର ଚେହେରାଟା ମୋ ମୁହଁରେ ଆସୁଛି, ବାରମ୍ବାର ଆସୁଛି। ସେ ଯେଉଁ କଥା କହିଥିଲା, ମୋତେ ଛାଡ଼ନ୍ତୁନି ଆପଣ ମିଡ଼ିଆ ଭାଇମାନେ ସମସ୍ତେ ରୁହନ୍ତୁ, ନହେଲେ ଏମାନେ ମୋତେ ମାରିଦେବେ, ବାରମ୍ବାର କାହିଁ କହୁଛି ସିଏ। ମୁଁ କହିଲି ଆଉ ରହିହେବନି, ଭିଡ଼ିଓ ବନାଇବାକୁ ପଡ଼ିବ। ମହାକାଳପଡ଼ାର ମହାନେତ୍ରୀ ଚାମେଲି ଓଝା। ତ ସେଇ ବ୍ଲକ୍ ଅଫିସ୍ ଭିତରେ ସେ ରେକର୍ଡ଼ିଂ କରିଛି। କିଛି ନା ଜିନିଷ ଅଛି ତାଠୁ ଫୋନ୍ଟା କେମିତି ଛଡ଼ାଇଲା କହୁଛି। ଯେତେବେଳକୁ ପୋଲିସ ଡକା ହେଲା, ଇଏ ହେଲା, ପାୱାର ତ ଏବେ ତୁମ ହାତରେ ଅଛି ବୋଲି କହୁଛ। କି ପାୱାର ଆଜ୍ଞା? 2029 ଆସୁ, ତାପରେ ପାୱାର ଜଣାପଡ଼ିବ କ'ଣ ପାୱାର ଅଛି କ'ଣ ନାହିଁ। 2029 ଆସୁ, କ'ଣ ପାୱାର ଅଛି କ'ଣ ନାହିଁ ଜଣାପଡ଼ିବ, ସବୁ ଯିବ। ଏଇ ଚିଠି ଲେଖି ସାରିଲା ପରେ ତାପରେ ଯେତେବେଳେ ସେ ରେକର୍ଡ଼ିଂ କରୁଥିଲେ ତାଙ୍କଠୁ ଫୋନ୍ଟା ଛଡ଼େଇ ନେବା ପାଇଁ ଚେଷ୍ଟା କରାହେଇଛି। ପୋଲିସ ଆସିକି ଫୋନ୍ ଛଡ଼େଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ରେକର୍ଡ଼ିଂ କରି କହୁଛନ୍ତି, ଆପଣ ଦେଖିପାରିବେ ଯେ ଫୋନ୍ ମୋଠୁ ଛଡ଼ଉଛନ୍ତି, ବାରମ୍ବାର ଫୋନ୍ ମୋଠୁ ଛଡ଼ଉଛନ୍ତି। 2ଟା ଜାଗାରେ, ପୋଲିସ ଭ୍ୟାନ୍ ଭିତରେ ବି ବାହାରେ ବି, ପୁରୁଷମାନେ ବି ଏପଟେ ନାରୀମାନେ ବି। କିନ୍ତୁ ଯେତେବେଳେ ହାତାହାତି ହେଇଛି, ମାଡ଼ଗୋଳ ହେଇଛି, ତା ମାଆ ବି ଯାଇଛନ୍ତି, ତା ମାଆକୁ ଠେଲି ଦିଆ ହେଇଛି। ଯେତେବେଳେ ହାତାହାତି ହେଇଛନ୍ତି, ଛାତିରେ 2-3 ଥର ମାଡ଼ ହେଲା, କିଛି ଅସୁବିଧା ନାହିଁ। ଛାତିରେ ଯେତେବେଳେ ପ୍ରହାର ହେଇଗଲା, ସେ ବେହୋସ ହେଇଗଲେ, ସେ ଚେତା ହରେଇକି ଫୋନ୍ଟା ହାତରୁ ଖସିଯାଇଛି। ଯେହେତୁ ଫୋନ୍ଟା ଖସିଯାଇଛି, ମାନେ ଫୋନ୍ ହାତେଇ ନେଇଛନ୍ତି, ଫୋନ୍ ନିଜ ପାଖରେ ରଖିଛନ୍ତି। ସେ ଫୋନ୍କୁ ଚେକ୍ କରାଯାଉ ବାରମ୍ବାର କହୁଛି, ତା ମାଆ କହୁଛନ୍ତି, ତା ଭାଇ କହୁଛନ୍ତି, ସେ ନିଜେ କହୁଛି, ତା ବାପା କହୁଛନ୍ତି, ଯେତିକି ମିଡ଼ିଆ ସମସ୍ତେ କହୁଛନ୍ତି ଯେ ସେଥିରେ ରେକର୍ଡ଼ିଂରେ କିଛି ନା କିଛି, ମାନେ ରେକର୍ଡ଼ିଂରେ ସବୁ କିଛି ଅଛି। ସେଥିରେ କିଛି ନା କିଛି ବୋଲି ନୁହେଁ, ସବୁ କିଛି ଅଛି, A to Z ତାଙ୍କର କେଳେଙ୍କାରୀ। ଯେମିତି TMC ଆମର ବେଙ୍ଗଲରେ ଜିତି ଯାଇ ସାରିଲା ପରେ ଫୁଲ ତାଙ୍କର EVM ମେସିନ୍ ସବୁ ଜଳେଇ ଦିଆଗଲା। ଆମର ଫାଇଲ୍ ଚୋରି ହେଇଗଲା, 2ଟା ଫାଇଲ୍ ଚୋରି ହେଇଗଲା ଏ ସମୟରେ। ମାନେ ସେଫ୍ଟି ଅଫିସ୍ ଭିତରୁ ଫାଇଲ୍ ଚୋରି ହେଇଯାଉଛି। ଏ ଫୋନ୍ କେତେ ଦିନ ରହିବ କିଛି ଠିକ୍ ନାହିଁ, ତେଣୁକରି ଜଲ୍ଦି କରନ୍ତୁ ଆପଣମାନେ। ଫୋନ୍ ଭିତରେ ଦେଖନ୍ତୁ, ସିଏ ବି ନିଜେ କହୁଛି, ଓଝା ଚାମେଲି ଓଝା ନିଜେ କହୁଛି, ଖୋଲନ୍ତୁ ସେଠି, ସେ ଭିତରେ ଅଛି, ଆପଣ ଜାଣିପାରିବେ। ମୁଁ କାହାକୁ ଦେବିନି। ଆଉ ମୁଖ୍ୟମନ୍ତ୍ରୀ ସହିତ କଥାବାର୍ତ୍ତା କରି, ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ପହଞ୍ଚି ପାରୁନାହାନ୍ତି, କ'ଣ କରୁଛ ତମେ? ସେକେଣ୍ଡ କଥା ଦେଖନ୍ତୁ, ଭୟଙ୍କର, ଆପଣ ଡରିଯିବେ। ଏମିତି ଜିନିଷ, ମାନେ ତା ମାଆ କହୁଛନ୍ତି ମୋ ଝିଅ ହେଉଛି କାଉଁରିଆ କାଠି, ସିଏ ଭାଙ୍ଗିଯିବ ପଛେ ନଇବ ନାହିଁ, କିନ୍ତୁ ଏଠି ବି ଦେଖ ସିଏ କେମିତି ଡରୁଛି, ଭୟ କରୁଛି। କାହିଁକି? ତାକୁ ବହୁତ ମାଡ଼ ହେଇଛି ଆଜ୍ଞା। ଡକ୍ଟର ପାଖକୁ ନିଆଗଲା ତାକୁ, ଯେତେବେଳେ ତାକୁ ଡକ୍ଟର ପାଖକୁ ନିଆଗଲା, ସେତେବେଳକୁ ଡକ୍ଟର ତାକୁ ସାଲାଇନ୍ ଦେଲେ, ଇଏ କଲେ, ଆଉ ସାଙ୍ଗେ କହୁଛନ୍ତି ତମେ ଠିକ୍ ଅଛ, ମୁଁ ତୁମକୁ ସୁସ୍ଥ ଘୋଷଣା କରୁଛି, ନେଇଯାଅ। ସାଲାଇନ୍ ଅଧା ଲାଗିଛି, କାଟିଦେଲେ, ବ୍ଲଡ଼ ବାହାରୁଛି ଆଜ୍ଞା। ତାକୁ 10 ଜଣ ଲେଡ଼ିଜ୍ କନଷ୍ଟେବଲ୍ ତାକୁ ଟେକିକି ଧରିଛନ୍ତି, ସେ ଚାଲି ବି ପାରୁନି। କ'ଣ ସେ ଭୁଲ କରିଥିଲା ଆଜ୍ଞା? ତାକୁ ସାଙ୍ଗେ ନେଇକି କୋର୍ଟରେ ପୁରେଇ ଦେବେ। କ'ଣ ସେ ଆତଙ୍କବାଦୀ ନା ଟେରରିଷ୍ଟ? ଯେତେବେଳେ ତା ମାଆ ପଚାରିଲେ, ତା ଭାଇ ପଚାରିଲେ, ଆଉ ସେ ନିଜେ ବି କହୁଛି ଯେ ମୋତେ ଭଲ ଲାଗୁନି, ଆପଣ କାହିଁକି ମୋତେ ଡିସଚାର୍ଜ କରୁଛନ୍ତି? ସମସ୍ତେ କହୁଛନ୍ତି, ଡକ୍ଟର କହୁଛି ମୁଁ ଡକ୍ଟର ନା ତମେ ଡକ୍ଟର? ଆଚ୍ଛା। ତାକୁ ନେଇକି ଗଲେ, ବ୍ଲଡ଼ ବି ବାହାରୁଛି, ବ୍ଲଡ଼ ବି ସଫା କରାଇନି ଠିକ୍ ସେ, ଯେମିତି ବ୍ଲଡ଼ଟା ବାହାରୁଛି। ଏମିତି କରାଯାଏନି ଆଜ୍ଞା। ତାକୁ ମାରିବାର ଚକ୍ରାନ୍ତ ଚାଲିଛି। ମୋତେ 2 ଦିନ ହେଲା ନିଦ ନାହିଁ ମୋତେ, ମୁଁ ଏ ଜିନିଷ ପାଇଁ। ତେଣୁକରି ମୋର କଥାବାର୍ତ୍ତା ଆପଣ ଭଏସ୍ ଦେଖୁଥିବେ, ମୁଁ ସିଷ୍ଟମେଟିକାଲି କିଛି କହୁନି, ପୁରା କାହାଣୀକୁ ବୁଲେଇ ଚାଲିଛି। ତାକୁ ଯେତେବେଳେ ନେଇଗଲେ କୋର୍ଟକୁ, ହାଜତକୁ, ତ ହାଜତରେ ସେ ତଳେ ଗଡ଼ିଲା, କାହିଁକିନା ଛାତିରେ ଆହୁରି ପେନ୍ ଆରମ୍ଭ ହେଇଗଲା। ସେ କହିଲା ଆଉ ରହିହେବନି, ବାରମ୍ବାର କହୁଛି ମୋତେ ନେଇ ଚାଲନ୍ତୁ। କେହି ମାନିଲେନି। ସେ ବାହାରକୁ ଦୌଡ଼ି ପଳାଇଲା, ତାକୁ ପୁଣି ନେଇକି ଆସିଲେ।
4 ଘଣ୍ଟାରେ ହିଁ ତାକୁ ନେଇକି ଯାଇଥିଲେ, ପୁଣି 4 ଘଣ୍ଟା ଭିତରେ ପୁଣି ହସ୍ପିଟାଲ ନେଇକି ଆସୁଛନ୍ତି। ଏବେ ଡକ୍ଟର କହୁଛି ନା ନା ତାର ଦେହ ଅସୁସ୍ଥ ଅଛି। ଆରେ ତମେ ପା ନିଜେ କହିଥିଲ, ସିଏ ମାନେ ସେଫ୍ ଅଛି, ସିଏ ପୁରା ଠିକ୍ ଠାକ୍ ଅଛି, ଏବେ କେମିତି ତାକୁ କହୁଛ ଅସୁସ୍ଥ ଅଛି ବୋଲି? ତମେ କହୁଥିଲ ପା ମୁଁ ଡକ୍ଟର ନା ତମେ ଡକ୍ଟର, ଏବେ କ'ଣ ହେଲା? ଏବେ କହୁଛନ୍ତି ତାକୁ କଟକ ବଡ଼ ମେଡ଼ିକାଲକୁ ଟ୍ରାନ୍ସଫର୍ କରାଯାଉ, ଡାଇରେକ୍ଟ ଏମ୍ସକୁ କରାଯାଉ କୁହାଯାଉଛି। ନହେଲେ ସେ ତାର ଦେହ ଯେମିତି ଅବସ୍ଥା ଅଛି, କହୁଛନ୍ତି ହାତରେ କଲାଇ ଯେଉଁଟା କୁହନ୍ତି, କଲାଇରେ ଆମ ଓଡ଼ିଆ କ'ଣ କହନ୍ତି ତାକୁ, ଯେଉଁଟା ଆମର ଏଇ ଯେଉଁ ହାତ ଯେଉଁଟା ବନ୍ଧା ହୁଏ, ଏଇ କଲାଇ କୁହନ୍ତି, ଯେଉଁଟା ମୁଁ କଳା ହାତ ବାନ୍ଧି, କଳାରେ କପଡ଼ା ଯେଉଁ ବାନ୍ଧି କଲାଇ, ସେଥିରେ ଦାଗ ଅଛି, ତାର ଛାତିରେ ଦାଗ ଅଛି, ଏମିତି ଏମିତି ଜାଗାରେ ଦାଗ ଅଛି, ଯେଉଁଟା ଭିତରକୁ ଦେଖେଇ ହେବନି, ତା ମାଆ ନିଜେ କହିଲେ। ତାମାନେ ତାକୁ ତାପରେ ଯେତେବେଳେ ସେ ବେହୋସ ହେଇ ସାରିଲା, ଫୋନ୍ରେ ଯେତେବେଳେ ହାତରୁ ତା ଛଡ଼େଇ ନିଆଗଲା, ଫୋନ୍ ପାୱାର ଥିଲା ନା, ରେକର୍ଡ଼ିଂ କରିପାରିଲାନି, ତାକୁ ତାର ମାଡ଼ ହେଇଛି, ଭୟଙ୍କର ମାଡ଼ ହେଇଛି। ଆଜ୍ଞା ମୋତେ ରାତିରେ ନିଦ ହେଉନି, ଆପଣଙ୍କୁ କେମିତି ନିଦ ହେଉଛି କେଜାଣି? ଜଣେ ଭଉଣୀ ଆମର, ଜଣେ ନାରୀ ସଶକ୍ତିକରଣ, ବିଜେଡ଼ି ଥିଲେ କିଛି କରିଥାନ୍ତା। ହେରାଁ ଜଲ୍ଦି କିଛି କରନ୍ତୁ ଆଜ୍ଞା, ଜଲ୍ଦି କିଛି କରନ୍ତୁ। ପୁଣି ମୁଁ ବାରମ୍ବାର ଭିଡ଼ିଓ ଆଣିବି ୟା ଉପରେ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।